ତ ଆଜି ଆମେ ଆଲୋକ ଆଉ ରଙ୍ଗର ଦୁନିଆ ବିଷୟରେ ଟିକେ କଥା ହେବା। ଆମ ପାଖରେ ଗୋଟେ ସୋର୍ସ ଅଛି, ଆଲୋକ ତରଙ୍ଗ ଏବଂ ରଙ୍ଗ ବୋଲି। ସେଇଥିରୁ କିଛି ମୁଖ୍ୟ କଥା ଆମେ ଦେଖିବା। ଆମର ଲକ୍ଷ୍ୟ ହେଲା ଅ, ଏଇ ଦୁଇଟା ଭିତରେ ଯୋଉ କନେକ୍ସନ ଅଛି ତାକୁ ଟିକେ ଭଲକେ ବୁଝିବା। ମାନେ ଆମେ ଯୋଉ ରଙ୍ଗ ସବୁ ଦେଖୁଛେ ସେଇଟା ଆସୁଛି କୋଉଠୁ, କ'ଣ ତା ପଛର କାରଣ। ଲାଗୁଛି ଏଇଟା ଆଲୋକର ଗୋଟେ ଖାସ୍ ଗୁଣ ସହିତ ଯୋଡ଼ା। ହଁ, ଏଇଟା ବହୁତ ଭଲ ପ୍ରଶ୍ନ। ଆଉ ଏହାର ଉତ୍ତରଟା ଫିଜିକ୍ସର ଗୋଟେ ବେସିକ୍ କଥା ଉପରେ ଅଛି। ଆମ ସୋର୍ସରେ ଯାହା କୁହାଯାଇଛି, ଆଲୋକର ରଙ୍ଗଟା ନା ସିଧାସଳଖ ତାର ୱେଭଲେନ୍ଥ ମାନେ ତରଙ୍ଗ ଦୈର୍ଘ୍ୟ ଉପରେ ନିର୍ଭର କରେ। ଏମିତି ଭାବନ୍ତୁ, ଆଲୋକ ଗୋଟେ ଢେଉ ବା ତରଙ୍ଗ ଭଳି ଯାଏ, ଆଉ ସେଇ ଢେଉଟା କେତେ ଲମ୍ବା ସେଇଟା ହିଁ ଠିକ୍ କରେ ଆମେ କୋଉ ରଙ୍ଗ ଦେଖିବା। ତରଙ୍ଗ ଦୈର୍ଘ୍ୟ ୱେଭଲେନ୍ଥ, ଆଚ୍ଛା। ମାନେ ଆଲୋକର ଢେଉଟା କେତେ ଲମ୍ବା କି ଛୋଟ ସେଇଆ। ହେଲେ ସେ ଲମ୍ବାଟା କେମିତି ରଙ୍ଗରେ ବଦଳି ଯାଉଛି? ହଁ, ଏକଦମ ଠିକ୍ କହିଲେ। ଆମ ସୋର୍ସରେ ବି ଏକଥା କୁହାଯାଇଛି। ଆମ ଆଖି ଯେତିକି ଆଲୋକ ଦେଖିପାରେ, ଯାହାକୁ ଆମେ କହୁ ଭିଜିବଲ୍ ସ୍ପେକ୍ଟ୍ରମ୍, ସେଥିରେ ଅଲଗା ଅଲଗା ୱେଭଲେନ୍ଥସ୍ ପାଇଁ ଆମକୁ ଅଲଗା ଅଲଗା ରଙ୍ଗ ଦେଖାଯାଏ। ଯେମିତିକି ଯୋଉ ଆଲୋକର ଢେଉ ଟିକେ ବେଶୀ ଲମ୍ବା, ହଁ, ତାହା ଆମକୁ ଲାଲ ପରି ଦେଖାଯାଏ। ଓହୋ, ତେବେ ଲମ୍ବା ୱେଭଲେନ୍ଥ ମାନେ ଲାଲ? ଏଇଟା ବଡ଼ ଇଣ୍ଟରେଷ୍ଟିଂ ଲାଗୁଛି। ଏଇଟା ଗୋଟେ ଏକ୍ସାମ୍ପଲ୍ ହେଲା। ତାହେଲେ ସବୁଠୁ ଛୋଟ ୱେଭଲେନ୍ଥ ପାଇଁ କ'ଣ ହୁଏ? କୋଉ ରଙ୍ଗ ଦେଖାଯାଏ? ହଁ, ଏଇଟା ବି ଭଲ ପଏଣ୍ଟ। ସେଇ ସୋର୍ସ ଅନୁସାରେ ଯଦି ଆମେ ସ୍ପେକ୍ଟ୍ରମର ଆର ପଟକୁ ଯିବା, ଯୋଉଠି ୱେଭଲେନ୍ଥ ସବୁଠୁ କମ୍, ମାନେ ସବୁଠୁ ଛୋଟ ଢେଉ, ସେଗୁଡ଼ାକ ଆମକୁ ବାଇଗଣୀ କିମ୍ବା ନୀଳ ପରି ଦେଖାଯାଏ। ତାମାନେ ଲାଲଠୁ ଆରମ୍ଭ କରି ବାଇଗଣୀ ପର୍ଯ୍ୟନ୍ତ ଯେତେ ରଙ୍ଗ ଅଛି, ଯେମିତି କମଳା, ହଳଦିଆ, ସବୁଜ, ନୀଳ, ଏସବୁ ୱେଭଲେନ୍ଥର ଗୋଟେ କ୍ରମାନ୍ୱୟ ପରିବର୍ତ୍ତନ। ଆଉ ଗୋଟେ କଥା ବି ଅଛି, ଏଟା ଫ୍ରିକ୍ୱେନ୍ସି ସହିତ ବି ଯୋଡ଼ା। ଲମ୍ବା ୱେଭଲେନ୍ଥ ମାନେ ଫ୍ରିକ୍ୱେନ୍ସି କମ୍, ଆଉ ଛୋଟ ୱେଭଲେନ୍ଥ ମାନେ ଫ୍ରିକ୍ୱେନ୍ସି ବେଶୀ। ବା, ମାନେ ଆମେ ଯାହା ବି ରଙ୍ଗ ଦେଖୁଛେ ସେଇଟା ଆଲୋକର ଗୋଟେ ଫିଜିକାଲ ପ୍ରପର୍ଟି, ତାର ୱେଭଲେନ୍ଥର ଗୋଟେ ପ୍ରତିଫଳନ। ଶୁଣିବାକୁ ତ ବହୁତ ସରଳ ଲାଗୁଛି, କିନ୍ତୁ ଆମ ଚାରିପଟେ ଦୁନିଆ ତ ପୁରା ରଙ୍ଗୀନ। ହଁ, ମୂଳ କଥାଟା ପ୍ରକୃତରେ ସେୟା। ସିମ୍ପଲ୍ କିନ୍ତୁ ଫଣ୍ଡାମେଣ୍ଟାଲ। କିନ୍ତୁ ମନେ ରଖିବାକୁ ହବ ଯେ ଆମେ ଆଲୋକର ପୁରା ରେଞ୍ଜ ଦେଖିପାରୁନେ। କେବଳ ଗୋଟେ ଛୋଟ ଭାଗ, ସେଇ ଭିଜିବଲ୍ ସ୍ପେକ୍ଟ୍ରମ୍ ହିଁ ଦେଖିପାରୁ। ଏହା ବାହାରେ ବି ଆହୁରି କେତେ ୱେଭଲେନ୍ଥ ଅଛି ଯାହା ଆମ ଆଖି ଧରିପାରେନି, ଯେମିତିକି ଇନଫ୍ରାରେଡ୍, ଯୋଉଟା ଗରମ ସହିତ ରିଲେଟେଡ୍, କିମ୍ବା ୟୁଭି ରେଡ୍, ଯୋଉଟା ସୂର୍ଯ୍ୟକିରଣରେ ଥାଏ। ସେସବୁ ବିଦ୍ୟୁତ୍ ଚୁମ୍ବକୀୟ ସ୍ପେକ୍ଟ୍ରମର ଅଂଶ। ତେଣୁ ଆମେ ଯାହାକୁ ରଙ୍ଗ କହୁଛେ, ସେଇଟା ଏଇ ଛୋଟିଆ ଭିଜିବଲ୍ ରେଞ୍ଜ ଭିତରେ ୱେଭଲେନ୍ଥର ଗୋଟେ ଇଣ୍ଟରପ୍ରିଟେସନ୍। ଆଚ୍ଛା, ବୁଝିଲି। ତାହେଲେ ଆଜିର ଆଲୋଚନାର ମେନ୍ ପଏଣ୍ଟ ହେଲା, ଆମେ ଦେଖୁଥିବା ପ୍ରତିଟି ରଙ୍ଗ ପଛରେ ଅଛି ଆଲୋକ ତରଙ୍ଗର ଗୋଟେ ନିର୍ଦ୍ଦିଷ୍ଟ ଲମ୍ବା ହେଲେ ଲାଲ, ଆଉ ଛୋଟ ହେଲେ ନୀଳ କି ବାଇଗଣୀ। ଏକଦମ ସଠିକ୍। ଏଇଟା ହିଁ ମୂଳ କଥା। କିନ୍ତୁ ଯଦି ଆମେ ଏହାକୁ ଟିକେ ବଡ଼ ପର୍ସପେକ୍ଟିଭରୁ ଦେଖିବା, ଏଇଠୁ ଆଉ ଗୋଟେ ବଡ଼ ପ୍ରଶ୍ନ ଆସୁଛି ଯେ ଆମ ଆଖି ଆଉ ଆମ ମସ୍ତିଷ୍କ ଏ ଅଲଗା ଅଲଗା ଫିଜିକାଲ ୱେଭଲେନ୍ଥସ୍ ଗୁଡ଼ାକୁ କେମିତି ପ୍ରୋସେସ୍ କରୁଛି, ଆଉ କେମିତି ଏଥିରୁ ଏତେ ସୁନ୍ଦର, ଏତେ ଭିଭିଡ୍ ରଙ୍ଗର ଅନୁଭୂତି ତିଆରି କରୁଛି। ଏଇ ଯୋଉ ଫିଜିକ୍ସ ଆଉ ବାୟୋଲୋଜି ଭିତରର କନେକ୍ସନ୍, ସେଇଟା ପ୍ରକୃତରେ ଆହୁରି ଗଭୀରକୁ ଯିବା ପାଇଁ ଗୋଟେ ବହୁତ ଭଲ ବିଷୟ, ଆଗକୁ ଚିନ୍ତା କରିବା ପାଇଁ।